ओम नमः शिवाय। ମୁଁ ଜ୍ୟୋତିର୍ବିଦ ଓ ଲେଖକ ପ୍ରଫେସର ରୁଦ୍ରପ୍ରସନ୍ନ ମହାପାତ୍ର ଭୁବନେଶ୍ୱର ଓଡ଼ିଶାରୁ କହୁଛି। ଆଜି ଆପଣଙ୍କୁ କହିବି ଗୁରୁଚଣ୍ଡାଳ ଦୋଷ ବା ତଥାକଥିତ ଗୁରୁଚଣ୍ଡାଳ ଦୋଷ ଆଉ ଡାଲମିଆ। ଆପଣ ଶୁଣିଥିବେ କେତେ ବଡ଼ ବିଜନେସ୍ ମ୍ୟାନ୍ ସେ, ତାଙ୍କ ଜାତକ ସମ୍ବନ୍ଧରେ ପ୍ରଥମରୁ କହି ରଖୁଛି। ଜ୍ୟୋତିଷଟି ଯେହେତୁ UGC ଦ୍ୱାରା ଆପ୍ରୁଭ୍ ହେଇଯାଇଛି, ବିଭିନ୍ନ ୟୁନିଭର୍ସିଟିରେ ପଢ଼ା ହେଉଛି। କାଲି ମୁଁ ଦେଖୁଥିଲି ଭେଲ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ବି ଗୋଟେ ଲିଡ଼ିଂ ଇନଷ୍ଟିଚ୍ୟୁଟ୍, ସେଠି ବି ଡିପାର୍ଟମେଣ୍ଟ ଅଫ୍ ଆଷ୍ଟ୍ରୋଲୋଜି ଖୋଲିଛି ଏବଂ 2-3 ଜଣ ଫ୍ୟାକଲ୍ଟି ବି ସେଠି ଅଛନ୍ତି ଏବଂ ସେମାନେ ପଢ଼ଉଛନ୍ତି BA MA BA ବି ପଢ଼ଉଛନ୍ତି ସେଠି ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, କିନ୍ତୁ ଆଷ୍ଟ୍ରୋଲୋଜି ପଢ଼ା ହେଉଛି। କାହିଁକି UGC ଆପ୍ରୁଭ୍ ହେଇକି ଅଛି, ଦେଖିଲେ 3-4 ଜଣ ଲୋକ ଫ୍ୟାକଲ୍ଟି ଅଛନ୍ତି, ସେଟା ସେ ଖୋଲିଦେଲେ ହ୍ୟୁମାନିଟିଜ୍ ଅଣ୍ଡରରେ। ତେଣୁ ଯେହେତୁ ଜ୍ୟୋତିଷଟା ଆପ୍ରୁଭ୍ ହେଇସାରିଲାଣି, ଆମେ ଏଇ ଯେଉଁ ସବୁ ଜିନିଷ, ସେ କାଳ ସର୍ପ, ଶନି 7.5 ସେ ବା ଶନି ସପ୍ତାହ ଯେଉଁ କହୁଛନ୍ତି, ଆମ ଓଡ଼ିଆ ଲୋକ ଟିକେ ରାଗିଯିବେ, କହିବେ ସାର୍ କ'ଣ ଆପଣ ଓଡ଼ିଆ କହିପାରୁନାହାନ୍ତି। ଜ୍ଞାନକୁ ଛାଡ଼ନ୍ତୁ, କିନ୍ତୁ ଆକ୍ଷେପ କରିବାରେ ଆମେ ସିଦ୍ଧହସ୍ତ। ତ ଅଙ୍ଗାରକ, ଗୁରୁଚଣ୍ଡାଳ ଏସବୁ ଯେଉଁ ଥିଲା, ଏଗୁଡ଼ା ସବୁ ଗୋଟେ ଭାଣ୍ଡାମି ଥିଲା। ମାନେ ଏପରି ଭାଷା ବା ସିଧା ଭାଷା କହିଲେ ଠକାମି, ମୋ ପାଖରେ ଠକାମି ଥିଲା। ଆଜିକା ଦିନରେ ଯିଏ ଆପଣଙ୍କୁ କାଳସର୍ପ, ସେ ଅଙ୍ଗାରକ, ସେ ଗୁରୁଚଣ୍ଡାଳ, ଶନି 7.5 କହୁଛନ୍ତି, ଆପଣ ସିଧା ଆଣ୍ଟି ବ୍ଲାକ୍ ମ୍ୟାଜିକ୍ ଆକ୍ଟ ଗୋଟେ ଅଛି, ଯଦିଓ ସେଟା ଷ୍ଟେଟ୍ ଅଣ୍ଡରରେ ଆମ ଓଡ଼ିଶାରେ ଏପର୍ଯ୍ୟନ୍ତ ଆପ୍ରୁଭ୍ ହେଇନି, କିନ୍ତୁ ଆପଣ ସିମ୍ପଲ୍ 420 କେସ୍ କରିପାରିବେ ତାଙ୍କ ଉପରେ। କାରଣ ଏସବୁ ବହିରେ ଲେଖା ହେଇନି। ବହିରେ ନ ଲେଖା ହେଇଥିବା ଜିନିଷଟି ଯିଏ କହୁଛି, ସେ ଜ୍ୟୋତିଷ ନୁହନ୍ତି, ତାନ୍ତ୍ରିକ ହେଇଥିବେ। ତାନ୍ତ୍ରିକ ମାନଙ୍କର ଆପ୍ରୁଭାଲ୍ ନାହିଁ। ଏ ବଳି ପକାଇବା, ସେ ପୂଜା କରିବା, ଯଦିଓ ତନ୍ତ୍ରର ପୂଜାର ବହୁତ ଭ୍ୟାଲୁ ଅଛି, ମୁଁ କହୁଛି ଏଟା ସତ କଥା। କାରଣ ଆମର ସନାତନରେ ଆଗମ ଏବଂ ନିଗମ ଶାସ୍ତ୍ରରେ ଯେଉଁ ସବୁ ଅଛି, ସେଟା ଠିକ୍ ଅଛି। ପୂଜା ପାଠ ଯେଉଁ ଚାଲିଛି ସେ ଠିକ୍ ଅଛି, ଜ୍ୟୋତିଷ ନୁହେଁ। କିନ୍ତୁ ଏଇଟା ଜ୍ୟୋତିଷ ନୁହେଁ। ତେଣୁ ସେ ତାଙ୍କର କ'ଣ ହେଇଥିବେ ମୁଁ ଜାଣିନି, କିନ୍ତୁ ଯିଏ ଅଙ୍ଗାରକ କହୁଛି, ଗୁରୁଚଣ୍ଡାଳ କହୁଛି, କାଳସର୍ପ କହୁଛି, ଶନି 7.5 କହୁଛନ୍ତି, ସେମାନେ ଜ୍ୟୋତିଷ ନୁହନ୍ତି, ଇଣ୍ଡିଭିଜୁଆଲ ହରୋସ୍କୋପ କ୍ଷେତ୍ରରେ। ତେବେ କାହିଁକି, ଆଉ ଟିକେ ଭଲ କି ବୁଝି ଦେଉଛି, ଆସନ୍ତୁ ଚର୍ଚ୍ଚା କରିବା। ଗୁରୁଚଣ୍ଡାଳ ଦୋଷ କ'ଣ ସେଇଟା? ଏକ ତ କିଛି ନାହିଁ, କୌଣସି ଶାସ୍ତ୍ରରେ ଲେଖା ହେଇନି, ବର୍ଣ୍ଣନ ନାହିଁ। ମୁଁ ଗୋଟେ ବହି ଲେଖୁଛି ଏବେ ତାପରେ। ତ କ'ଣ ହେଲା, ବୃହସ୍ପତି ଯଦି ରାହୁ ସାଙ୍ଗରେ ଯୁକ୍ତ ହୋଇ ରହିଯାଏ, ତାକୁ କୁହାଗଲା ଗୁରୁଚଣ୍ଡାଳ। ଗୁରୁବର କେନ୍ର ଆପଣ ଜାଣିଛନ୍ତି, ଜଣେ ରିସର୍ଚ୍ଚର, ସେ ଏଟା ମନା କରିନାହାନ୍ତି, ସେ ତାକୁ ପଜିଟିଭ୍ ୱେରେ ସେ ଦେଖେଇଛନ୍ତି। ମୁଁ ପଜିଟିଭ୍ ୱେରେ ଦେଖାଉଛି। ବୃହସ୍ପତି ଯଦି କେତୁ ସାଙ୍ଗରେ ବି ଯୁକ୍ତ ହୋଇକି ରହେ ଏବଂ ତାକୁ ଅନ୍ୟ ଗୋଟେ ଗ୍ରହ ଦୃଷ୍ଟି ଦେଉଥାଏ, ଶନି ଦୃଷ୍ଟି ଦେଉଥାଏ, ମ୍ୟାଲେଫିକ୍, ମଙ୍ଗଳ ବି ସେ କହୁଛନ୍ତି, ବଟ୍ ବେସିକାଲି ଶନି। କାରଣ ବୃହସ୍ପତି ଆଉ କେତୁଙ୍କ ପାଇଁ ମଙ୍ଗଳଟା ମିତ୍ର ହେଇଯିବ, ତାହେଲେ ସେଟା ଗୁରୁଚଣ୍ଡାଳ। କ'ଣ ଜିନିଷ ହେଲା, ଗୁରୁଚଣ୍ଡାଳ ହେଇଗଲା ଆପଣ ଜାତକରେ, ଅସୁବିଧା କ'ଣ ଲାଗିବ? ବୃହସ୍ପତି ଆପଣଙ୍କର ଜ୍ଞାନ ଏବଂ ରାହୁ ଗଲା ଆପଣଙ୍କର ସଡନ୍ ଗେନ୍, ପଇସା ବା ଗେନ୍, ଆପଣଙ୍କର ଜ୍ଞାନ ପ୍ରତି ଅବସେସନ୍ ରହିବ। ଅସୁବିଧା କ'ଣ ହେଉଛି? ତେବେ ଛାଡ଼ନ୍ତୁ, ମୁଁ ତ ଗୁରୁଚଣ୍ଡାଳ ବିଷୟରେ ଆଗରୁ କହି ରଖିଛି। ଆଜି ଖାଲି ଡାଲମିଆଙ୍କର ହରୋସ୍କୋପଟା ଦେଖିବା। ତ ଡାଲମିଆଙ୍କର ହେଲା ମିଥୁନ ଲଗ୍ନ, ଆଉ ତାଙ୍କର ଏକାଦଶ ଭାବ ମେଷରେ ବୃହସ୍ପତି ଆଉ ରାହୁ ଯୁକ୍ତ ହେଇକି ଅଛନ୍ତି। ମନେ ରଖିଥାନ୍ତୁ, ଏଇସବୁ ଯେଉଁ ଅଙ୍ଗାରକ କୁହନ୍ତୁ, ଇଏ କୁହନ୍ତୁ, କିଛି ନାହିଁ। କିନ୍ତୁ ରାହୁ ଦ୍ୱିତୀୟ ଭାବ କିମ୍ବା ଲାଭ ଭାବ ବା ଏକାଦଶ ଭାବରେ ବସିଥାଏ, ବହୁତ ଭଲ ଫଳ ଦିଏ। ଏକାଦଶ ଭାବରେ ରାହୁ ଭଲ ଫଳ ଦିଏ ବୋଲି ଆପଣ ଯେକୌଣସି ଗୋଟେ ଜ୍ୟୋତିଷ ବହି ଉଠେଇ ନେଇ ଦେଖିଦିଅନ୍ତୁ, ଲେଖା ହେଇଛି, ଭଲ ଫଳ ମିଳିବ। ଏକାଦଶ ଭାବରେ ତାଙ୍କର ଏକାଦଶ ଭାବ ସେଟା ଅଛି। ତ ଗୁରୁଚଣ୍ଡାଳ ଯୋଗ ରହିଲେ କିଛି ନୁହେଁ, ଯଦି ଆମେ ଲଜିକାଲି ବି ଦେଖିବା, ବୃହସ୍ପତି ହେଲା ଆପଣଙ୍କର ଗୋଟେ ଧର୍ମ, ରାହୁ ହେଲା ଅଧର୍ମ।
मन रखता एटा सत गोटे लोक जो लग्न राहु अच्छे से मानवनी बड़ा सब विषय ये सब धर्म फर्म किसी ना लोक ठकी खाइबी ठकटे तो हम सी चंद्र चंद्र लग्न कि सूर्य लग्न कि लग्न राहु थी नवांश लग्न थी ठकटे हम कि बृहस्पति अच्छी से ठकटे हेनी सी जोटा धर्म कथा कह धर्म मान ये रिलीजन कहूनी राइचुअसनेस जोटा ठीक धर्म संस्थापनार्थाय संभवामि जुगे जुगे तो भूलटा पापर विनाश पुण्यटा ठीक जिनटा बढ़ाई तो से जिनस धर्म कथा मुझे सेन्स कहूँ जदि ये दुटा धर्म और अधर्म जुक्ति हो जाए से लोक विधर्मी हमार चान्स अच्छे जदिओ तार लग्न केते भल अच्छी चंद्र लग्न केते भल अच्छी सेटा देखला आम कहवा तार मानसिक स्थिति बहुत भल अच्छी राहु खाली विधर्मी करदेवनी कौन जो बसले करदेव ना राहु षष्ठ अच्छी राहु पंचम अच्छे ना राहु आपंकर लग्न सहित चंद्र लग्न सहित आसोसिएटेड हबार अच्छी ताले जाकि टिके से विधर्मी कराइब किंतु कहुए जे ये दुटा मिसिले टिके विधर्मी हे और किसी मात्रा देखा भी जाए मजा कथा है कली जुगे टिके विधर्मी हमार लोक ही तिष्ठु दौरान मो भाया शांतशिष्ट लोक हेले समस्ते लुटि ने आज्ञा जोटा कि मो सारा जीवन आज पर्यटन अंगे निभे आसी तो डालमिया एकादश भाव में राहु एवं बृहस्पति दशा चलला 1945 रु 48 जुपिटर हाँ बृहस्पति और राहु से समय से गोटे जूट मिल इंडिया से जूट मिल नाटा मुझे कौन एंड्रू एंड यूल जूट मिल्स थी ब्रिटिशर्स मैंने थिले सेटा को से किणिले जो झोटटा है बृहस्पतिर कारक और बेनेट एंड कोलमैन जो मीडिया कंपनी लगुच इकोनॉमिक टाइम्स बोधे सी बाहर करती मीडिया गुड़ा राहु जदि प्रिंट मीडिया पूरा राहु नुहे तथा आप राहु नुहतु कारकत्व मीडिया तो बृहस्पति और राहु समय बड़ बड़ कंपनी से माने किणिले फाइनान्स बढ़ला से हवा कथा कौन तल खोजा कथा ना भ्रुचंडाल देखुं तो जोटा आम भूल बिल कहते से केते बड़ राजयोग हो जाऊँगी अर्थात यू जिन किसी ना से जिन प्रमाण करने गोटे लोक जातक नहीं दौर थ्योरीटिकल कहीदे सर जातक देखो जातक देखिए आप डालमिया जातक देखो आसी नेट्रे मारिक जोटा कहुए विधर्मी हो गोटे लोक डालमिया से भी नुहे डालमिया ये जो से समय जो गाई कटा होता काउ स्लटर ताको बहुत स्ट्रॉन्ग विरोध कर जोटा आमर हिंदू मैरेज एक्ट गोटे आसला ताकू भी से बहुत ब्लॉक कर गोटे विधर्मी काम से करना जे एत आमर गोटे लोक बिजनेसमैन कि सी तो बिजनेसमैन सी कहीं जी कौटे जो गो चालाण है सब जिन सी कहीं चिंता करते अर्थात धार्मिक लोक थे गुरुचंडाल दोष किसी इम्पैक्ट ना बर बृहस्पति एकादश आसला बेलू धर्म भावना बढ़ीगला जदि आम जोग को छाड़ीदे राहु बढ़ी आसीगला माने से अधिक अधिक पैसा पछरे गोड़े एकादश राहु बृहस्पति एकादश आसीगला माने से अधिक अधिक ज्ञान धर्म पछरे गोड़े जो ग्रह तो एकादश हो गला से लोक पछरे गोड़े कौन ये जिनस लजिकाली एस्ट्रोलोजी लजिक चाह एस्ट्रोलॉजिक जहाँ तेणु गुरुचंडाल दोषर किसी फल जदि ना बर भल बहुत भल फल पड़ी डालमिया गोटे दशा अनुसार आम देखा जदि आम जातक विधर्मी करदे ता भी भूल तो विशेषतः हम कही रखा चाहूँ गुरुचंडाल दोष बोली जोटा शास्त्र कौटे लिखा जाए ना ताकू नहीं कि आपको डराउवा ज्योतिष जनक जड़े 420 अंडर आसुँच बिल्कुल डरतु आपको किसी असुविधा हो आप दशा अन्य जिन देखा पड़े ये सब ना ये सब गोटे प्रकार ठकामी से शनि 7.5 शनि सप्ताह से काल सर्प से ये बहुमात्रा राशिफलटा राशिफल जदि राशिफल को प्रेडिक्ट कर जाए गोटे डेनाल प्रेडिक्शन कराए उचित ना कि हवाटा मुझे ठकामी बोली कहीपर ना जे राशिफल करूँ आवश्यकता ना क्यों तार राशिफल आवश्यकता किसी ना कि ये गुरुचंडाल अंगारक काल सर्प शनि 7.5 गुड़ा सब ठका 7.5 विषय महेंद्र सिंह धोनी को हॉरोस्कोप आपको कही अंगारक विषय अंगारक पी चिदम्बरम कही गुरुचंडाल विषय यहाँ कहूँ
ଆଉ କାଳସାପ ବିଷୟରେ ତ ବହୁତ ଅଛି। ତେବେ ଆଶା କରେ ଆପଣ ଭିଡ଼ିଓଟି ବୁଝିପାରିଥିବେ। ତେଣୁ ସମସ୍ତେ ଚାହିଁବେ କେମିତି ଆମର ଗୁରୁ ଚଣ୍ଡାଳ ଯୋଗ ହେଇଯାଉ, ଆମେ ଡାଲମିଆଙ୍କ ଭଳିଆ ବଡ଼ ବିଜନେସମ୍ୟାନ୍ ହବୁ। ବା ମୋରାଲ ଅଫ୍ ଦି ଷ୍ଟୋରି ସେଇଆ, ସେମିତି କିଛି ନୁହେଁ। ଆପଣଙ୍କର ନିଜର କର୍ମ ଆପଣଙ୍କର ଗ୍ରହମାନେ ଦର୍ଶାନ୍ତି। ଗ୍ରହମାନେ ଜାତକରେ ଯେଉଁ ଭାବରେ ପୋଜିସନ୍ ଅଛନ୍ତି ତାଙ୍କୁ ଦେଖିକି ଆପଣଙ୍କ କର୍ମ କହିବା କଥା। ଏଇ ଯେଉଁ ସବୁ ଦୋଷ କହିକି ମୁଁ ଯେମିତି ପଡ଼କାଷ୍ଟଟା କରିଥିଲି ଯେ ଲୋକମାନଙ୍କ ମନର ଡର ସହିତ ଖେଳୁଛନ୍ତି ଜ୍ୟୋତିଷ, ଡରିକି ଆସିଛନ୍ତି, ସେଟା ଡରେଇ ଦିଆଯାଏ। ହେଉଥିଲା ଆଗରୁ, ଆଜିକା ଦିନରେ ତ ସବୁ ୟୁଟ୍ୟୁବ୍ ହେଲାଣି, ଲୋକ ପଢ଼ୁଛନ୍ତି, ଜାଣୁଛନ୍ତି, କିଛି ଅସୁବିଧା ନାହିଁ। କିନ୍ତୁ ତଥାପି ଏ ଚାରିଟା ମୁଁ ଆପଣଙ୍କୁ ସ୍ପଷ୍ଟ କହି ରଖୁଛି। ଯଦିଓ ମୁଁ ମୋର ବହିରେ ପଞ୍ଚଦୋଷ ବୋଲି କହୁଛି, ଯେ ମଙ୍ଗଳ ଦୋଷଟାକୁ ବି ମୁଁ କହୁଛି ଗୋଟେ ଦୋଷ, ଏଟା ଏତେ ଆଗ୍ରାଭେଟ୍ କରିକି ରଖା ହେଇଛି, ଏତେ କିଛି ଅସୁବିଧା ନାହିଁ। ତ ଗୋଟେ ଜିନିଷ ହେଲା ଆପଣଙ୍କର ସେ କାଳସର୍ପ, ଶନି 7.5, ଗୁରୁଚଣ୍ଡାଳ, ଅଙ୍ଗାରକ। ମନରୁ ପଛେଇ କାଢ଼ନ୍ତୁ, କହୁଥିବା ଜ୍ୟୋତିଷଟି ଭୁଲ। ଆପଣ ସେ ଯାହା କହୁଥିବେ ପ୍ରେଡ଼ିକ୍ସନ୍ ଠିକ୍ ହେଲେ ବି ଏଭଳିଆ କିଛି ଜିନିଷ ଶାସ୍ତ୍ରରେ ଲେଖାଯାଏ ନାହିଁ। ଆପଣଙ୍କୁ କେହି କହିପାରିବେ ନାହିଁ। ସେମାନେ ସେମିତି କହିବେ, କାଳେ ମୁଁ ବାହାର ପଡ଼ି କହିବି ନାହିଁ ନା, ଆପଣ ଜାଣିଛନ୍ତି ଶନି ଆଉ କେତୁ ଯୋଗ ହେଲା ମାନେ ଗୋଟେ ଜାତକରେ ସେ ଲୋକ ସାଙ୍ଗେ ସାଙ୍ଗେ ମରିଯିବ, ଡରେଇବା ପାଇଁ ମନକୁ ମନ ଫଡ଼ଙ୍ଗ। ହଉ, ଆଶା କରେ ଡାଲମିଆଙ୍କ ହରୋସ୍କୋପ୍ଟି ପଢ଼ିବାଟା ଆପଣଙ୍କୁ ଭଲ ଲାଗିଥିବ। ଏବଂ ଲଗ୍ନ କୁଣ୍ଡଳୀରେ ହେଉଥିବା ଗୁରୁଚଣ୍ଡାଳ କିମ୍ବା ଅଙ୍ଗାରକ କିମ୍ବା କାଳସର୍ପ ନବାଂଶ କୁଣ୍ଡଳୀରେ ଗୋଟେ ବହୁତ ବଡ଼ ରାଜଯୋଗ ହେଇପାରନ୍ତି। ଏସବୁ ଜିନିଷ ଦେଖିଲା ପରେ ହିଁ ଜ୍ୟୋତିଷ ଆକଳନ କରିହେବ। ଏଭଳିଆ କହିକି ଲୋକଙ୍କୁ ଡରାଉଥିବା ଭଣ୍ଡାମି ଠାରୁ ଦୂରେଇ ରୁହନ୍ତୁ ଏବଂ ଆବଶ୍ୟକ ନ ପଡ଼ିଲେ ଜ୍ୟୋତିଷଙ୍କ ଦ୍ୱାରସ୍ଥ ହେବା କିଛି ଦରକାର ନାହିଁ। ଏବେ ସେ ଗୋଟେ ମିଟିଂ ହେଉଥିଲା, ମୋତେ ଡକା ହେଇଥିଲା। ଆମର ସେ ଓଟିଭିର ଜଣେ କ୍ରିଏଟିଭ୍ ହେଡ୍ ଅଛନ୍ତି, ତାଙ୍କ ନାଁ ମୁଁ ନେଉନି। ସେ ମୋତେ କହିଲେ, ରୁଦ୍ର ସାର୍ ମୁଁ ତ ସବୁ ଠିକ୍ଠାକ୍ ଅଛି, ମାନେ କାହିଁକି ଜ୍ୟୋତିଷଙ୍କ ପାଖକୁ ଯିବି? ଦରକାର ନାହିଁ ତ। ଜ୍ୟୋତିଷଙ୍କ ପାଖକୁ ଯିବା କିଛି ଇଣ୍ଡିସ୍ପେନ୍ସିବଲ୍ ନୁହେଁ, କିଛି ନିତ୍ୟାନ୍ତ ଆବଶ୍ୟକତା ନାହିଁ। ଆପଣଙ୍କୁ ଭଗବାନ ଯାହା ଦେଇଛନ୍ତି ସେଥିରେ ଆପଣ ଖୁସି ହେଇକି ରୁହନ୍ତୁ। ମୁଁ ଯେତେବେଳେ ଜ୍ୟୋତିଷ ହେଇନଥିଲି, ମୁଁ ଜ୍ୟୋତିଷଙ୍କ ପାଖକୁ ଦୌଡ଼ୁଥିଲି କି? ଗୋଟେ ଦୁଇଟା ଜ୍ୟୋତିଷଙ୍କ ପାଖକୁ ମୁଁ ଯାଇଛି ସତ, କିନ୍ତୁ ମୋର ଏସବୁ ଜିନିଷରେ ଇଏ ନଥିଲା। ମୁଁ ଠିକ୍ କ'ଣ ଦରକାର ଆଜ୍ଞା? ତେଣୁ ଆପଣ ଯେତେବେଳେ ଆପଣଙ୍କୁ ଲାଗିଲା ଯେ ନାହିଁ ମୋ ଜୀବନରେ ବହୁତ ଖୁସି ଅଛି, କାଳେ ମୋ ଜୀବନରେ କ'ଣ ଖରାପ ଆସିବ, କାଳେ ବହୁତ ଖରାପ ଅଛି, କାଳେ ଖୁସି ଆସିବ, ନିଜର କର୍ମରେ ଯଦି ସୁଧାର ଆଣିବାକୁ ଚାହୁଁଛନ୍ତି ଜ୍ୟୋତିଷଙ୍କ ପାଖକୁ ଯାଆନ୍ତୁ। କର୍ମରେ ସୁଧାର ଆଣିବାକୁ ଚାହୁଁନାହାନ୍ତି, ଜ୍ୟୋତିଷଙ୍କ ଦ୍ୱାରସ୍ଥ କେବେ ବି ହୁଅନ୍ତୁ ନାହିଁ। ଆଉ କ'ଣ କରିବେ? ଆପଣ ଜାଣିବେ ଯେ ଭବିଷ୍ୟତରେ ଏଇଆ ଅଛି, ଏଇଆ ଆପଣ ଖରାପ କର୍ମ କରିଛନ୍ତି। ଆପଣ ଯାହା 20-30 ବର୍ଷ 40 ବର୍ଷ ଆପଣଙ୍କ ଜୀବନ ଦେଖୁଛନ୍ତି, ଜ୍ୟୋତିଷ ଯେଉଁଟା ପୂର୍ବଜନ୍ମଟା ଦେଖିପାରେ, ଆଉ କିଛି ନୁହେଁ। ତେଣୁ ଆପଣ କ'ଣ ଭୁଲ ଭାଲ କର୍ମ କରୁଛନ୍ତି ତାକୁ ଜାଣି ଯଦି କର୍ମରେ ସୁଧାର ଆଣିବାର ନାହିଁ, ଖାଲି ଜାଣି କ'ଣ କରିବେ? ରୋଗ ହେଇଛି, ମୁଁ ଘରେ ଚୁପଚାପ ବସିବି, ମେଡ଼ିସିନ ତ ଖାଇବିନି, ଡାକ୍ତର ପାଖକୁ କାହିଁ ଯିବି? ତେଣୁ ଜ୍ୟୋତିଷର କିଛି ନିତ୍ୟାନ୍ତ ଆବଶ୍ୟକତା ନାହିଁ। ଯଦି ଯାଉଛନ୍ତି ତାହେଲେ ଏସବୁ ଯେଉଁ ଠକାମି, ଏସବୁ ଜିନିଷ ତାକୁ ଟିକେ ଦୂରେଇ ରୁହନ୍ତୁ। ଯେଉଁ ଜ୍ୟୋତିଷ ଆପଣଙ୍କୁ ଏଭଳିଆ ଜିନିଷ କହୁଛନ୍ତି ଆପଣ ଜାଣିନେଲେ ସେ ଠକ। ସେ ଅଙ୍ଗାରକ, କାଳସର୍ପ, 7.5 ଯିଏ ବି କହୁଛନ୍ତି ଆପଣ ଜାଣିନେଲେ ସେ ଠକ। କାରଣ ଗୋଟେ ଲୋକ ଏସବୁ ଜିନିଷ କିଛି ଶାସ୍ତ୍ରରେ ନାହିଁ। ଏଗୁଡ଼ା ଗୋଟେ ପ୍ରକାର ଠକାମି ଏବଂ ଟିକେ ତିକ୍ତ ଓଡ଼ିଆ ଭାଷାରେ କହିଲେ ଭାଣ୍ଡାମି। ହଉ, ଆଶା କରେ ମୁଁ ଏତେ ବୁଝେଇଲା ପରେ ଆପଣ ଜିନିଷଟା ବୁଝିପାରିଥିବେ ଏବଂ ଲୋକଙ୍କ ଠାରୁ ଦୂରେଇ ରହିବେ। କୌଣସି ଜ୍ୟୋତିଷଙ୍କୁ ପର୍ସନାଲ ଆକ୍ଷେପ କରୁନାହିଁ। ଯେଉଁ ଜ୍ୟୋତିଷମାନେ ଏଇଟା ଜାଣିନାହାନ୍ତି ଏବଂ ଏଇ ଜିନିଷ କହୁଛନ୍ତି, ଦୟାକରି ଶାସ୍ତ୍ରକୁ ଆଉ ଥରେ ରେଫର କରି ରୁହନ୍ତୁ। ଆପଣ ହୁଏତ ଏଇଟା ଓଡ଼ିଶାରେ କହିଦେଇ ପାରୁଥାନ୍ତି, କିନ୍ତୁ ଭାରତବର୍ଷରେ ଅନ୍ୟ ଜାଗାରେ କହିଲେ ଅସୁବିଧାରେ ପଡ଼ିବେ। ଏଇ ଯେଉଁ ସବୁ କମର୍ସିଆଲ ଜ୍ୟୋତିଷଙ୍କ ଭିତରେ ପଡ଼ୁଛି ସିନା, କିନ୍ତୁ ଲେଖିପାରିବେନି, କୌଣସି ୟୁନିଭର୍ସିଟିରେ ପଢ଼ା ଯାଉନି ଏଗୁଡ଼ା। ହଉ, ଓଡ଼ିଆ ଭିଡ଼ିଓ ଲୋକମାନେ ବହୁତ କମ୍ ଶୁଣୁଛନ୍ତି। ପ୍ରାୟ ଜୁଲାଇ ମାସ ଠାରୁ ଆଉ ବିଶେଷ ଓଡ଼ିଆ ଭିଡ଼ିଓ ମୁଁ କରିବି ନାହିଁ। ଆପଣଙ୍କର ଯାହା କିଛି କହିବାର ଅଛି ଆପଣ କମେଣ୍ଟ ସେକ୍ସନରେ କହିପାରନ୍ତି। ଆଜି ପାଇଁ ଏତିକି। ମହାଦେବ ଚାହିଁଲେ ଆଉ ଗୋଟେ ଭିଡ଼ିଓ ନେଇ ଖୁବ୍ ଶୀଘ୍ର ଆପଣଙ୍କ ପାଖରେ ଉପସ୍ଥିତ ହେବି। ଆଜି ପାଇଁ ଆଜ୍ଞା ଦିଅନ୍ତୁ। ଓମ୍ ନମଃ ଶିବାୟ।